ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ପକ୍ଷରୁ ଶ୍ରୀ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଅନୁଷ୍ଠାନର ସାଧାରଣ ସଭା ଓ ଶ୍ରୀମଦ୍ ଭାଗବତ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠାନର ସଭାପତି ଶଙ୍କର୍ଷଣ ମଙ୍ଗରାଜଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ପୁରୋହିତ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ ପରିସରର ପୁରାଣ ଇତିହାସ ବିଭାଗ ଅଧ୍ୟାପକ ଡକ୍ଟର କୃଷ୍ଣଚନ୍ଦ୍ର କବି ମୁଖ୍ୟ ବକ୍ତା ଓ ଅଧ୍ୟାପକ ଡକ୍ଟର ବଳରାମ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀମଦ୍ ଭାଗବତ ଭଗବାନ ଶ୍ରୀକୃଷ୍ଣଙ୍କ ସ୍ୱରୂପ ଓ ବ୍ୟାସଦେବଙ୍କ ସର୍ବଶ୍ରେଷ୍ଠ ସୃଷ୍ଟି ବୋଲି ଅତିଥିମାନେ କହିଥିଲେ। କଳି ଯୁଗରେ ଏହା ମୁକ୍ତିର ମାର୍ଗ ଦେଖାଉଛି ଓ ଶୃଙ୍ଖଳିତ ସମାଜ ଗଠନ ପାଇଁ ଭାଗବତ ଯୁବ ସମାଜ ପଠନ କରିବା ଜରୁରୀ ବୋଲି ମତ ଦେଇଥିଲେ। ଅଧ୍ୟାପକ ଦିବାକର ଷଡ଼ଙ୍ଗୀ, ଦୀନବନ୍ଧୁ ମିଶ୍ର, ଡକ୍ଟର ଅଭୟାନନ୍ଦ ସାହୁ, ଡକ୍ଟର ପ୍ରିୟରଞ୍ଜନ ରଥ, ଡକ୍ଟର ଅଜୟ କୁମାର ଦାସ, ରମାବଲ୍ଲଭ ମହାପାତ୍ର, ଡକ୍ଟର ସ୍ନେହଲତା ମହାପାତ୍ର, ପୁଷ୍ପିତା ପଟ୍ଟନାୟକ, ସଂଯୁକ୍ତା ମହାପାତ୍ର, କାର୍ତ୍ତିକ ସାହୁ, ଜୟଶ୍ରୀ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅନୁଷ୍ଠାନର ସମ୍ପାଦକ ଡକ୍ଟର ଶଶିକାନ୍ତ ରଥ ସଭା ପରିଚାଳନା କରିଥିଲେ। ଭାଗବତ ଶାସ୍ତ୍ର ଉପରେ ଆଲୋଚନା ଚକ୍ର ଚାଲିଛି। ଭାଗବତ ହେଉଛି କଳିଯୁଗର ଗୋଟେ ଶ୍ରେଷ୍ଠ ଶାସ୍ତ୍ର, ଯାହାକୁ ମୋକ୍ଷ ସଂହିତା କୁହାଯାଏ। ଭାଗବତକୁ ପଢିଲା ମାନେ ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ବା ପ୍ରତ୍ୟେକ ପ୍ରାଣୀ ନିଜର ଆତ୍ମକଲ୍ୟାଣ ସାଧନ କରିପାରିବ। ଆଉ ଏହା ଦ୍ୱାରା ମୁର୍ମୁଷୁ ମଧ୍ୟ ମୋକ୍ଷ ଲାଭ କରିବ। ସେଇ ଉଦ୍ଦେଶ୍ୟରେ ଆମର ଭାଗବତ କେମିତି ଭାଗବତ ଧର୍ମ ଆଉ ଯୋଉଟା କି ଆମର ଜଗନ୍ନାଥ ଦାସଙ୍କର ଲିଖିତ ଭାଗବତର ଯୋଉ ଅଧ୍ୟାତ୍ମ ତତ୍ଵ ତାର କେମିତି ବିକାଶ, ପ୍ରତ୍ୟେକ ଓଡ଼ିଆ ଅସ୍ମିତା ଆମ ପାଖରେ କେମିତି ଆସିବ, ଓଡ଼ିଶାବାସୀ ଆମେ କିପରି ଜଗନ୍ନାଥ ଦାସଙ୍କର ଯୋଉ ଭାଗବତ ତାକୁ ଆମେ କେମିତି ସହଜ ସରଳ ସୁଗମ ଉପାୟରେ ବୁଝିପାରିବା। ଏଇ ଆମର ଗୋଟେ ବଡ଼ ଭାଗ୍ୟ ଆଜି ଯେ ଜଗନ୍ନାଥ ବଲ୍ଲଭ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ନିକଟରେ ଜଗନ୍ନାଥ ବଲ୍ଲଭରେ ଯେଉଁ ସୁନ୍ଦର ପରିବେଶ ଆ ଭିତରେ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମଟି ଭାଗବତ ଜନ୍ମ ଏଠି ଆସିଛନ୍ତି ଭାଗବତର ଯେଉଁମାନେ ବିଦ୍ୱାନ ଆମର ଅଛନ୍ତି, ଶଙ୍କର୍ଷଣ ମଙ୍ଗରାଜ ଅଛନ୍ତି, ଡକ୍ଟର କୃଷ୍ଣଚନ୍ଦ୍ର କବି ଅଛନ୍ତି, ଡକ୍ଟର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଏମାନେ ଯେଉଁମାନେ ବରଣ୍ୟ ମୂର୍ଧନ୍ୟ ପ୍ରତିଭା ଯେଉଁମାନେ ରହିଛନ୍ତି, ଆମର ବଳରାମ ସାର୍ ଅଛନ୍ତି, ଡକ୍ଟର ବଳରାମ ଦାସ, ଏମାନେ ସବୁ ଭାଗବତଙ୍କର ବିଷୟରେ ତ ଏମାନଙ୍କର ବହୁତ ଗଭୀର ଜ୍ଞାନ ଏମାନଙ୍କର ପାଖରେ ରହିଛି। ତେଣୁ ସେମାନଙ୍କୁ ଡକାଯାଇଛି ଏବଂ ଆମ ପିଲାମାନଙ୍କୁ ଡକାଯାଇଛି, ଯେଉଁମାନେ ସ୍ୱେଚ୍ଛାସେବୀ ଆଉ ଆମର ଅନୁଷ୍ଠାନର ସମସ୍ତ ସଦସ୍ୟମାନଙ୍କୁ ଡକାଯାଇଛି ଯେ ସେମାନେ ଆସି ସେ ବିଷୟରେ ଟିକେ ଜାଣନ୍ତୁ। ଏବଂ ଆମର ଆହୁରି ଗୋଟେ ମଧ୍ୟ ଲକ୍ଷ୍ୟ ରହିଛି ଯେମିତି ଏ ଯେଉଁ ଭାଗବତଙ୍କୁ ଆମେ କେମିତି ଚାରିଆଡ଼େ ସବୁଆଡ଼େ ପ୍ରକାଶ କରିବା, ଗାଁ ଗଣ୍ଡା ପହଞ୍ଚେଇବା ଭାଗବତଙ୍କ। କ୍ୟାମେରା ପର୍ସନ ରବି ଜେନାଙ୍କ ସହ ସୁଧାଂଶୁକରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।